ତୁ ଜାଣିଛୁ ଆମ ଗାଁ ଆଜି କ'ଣ ପାଇଁ ସଜାଯାଉଛି? ମୁଁ ଜାଣି ନାହିଁ। ଘରକୁ ଯିବା, ଅଜାଙ୍କୁ ପଚାରିବା। ଠିକ୍ କଥା, ଚାଲ ଯିବା। ଅଜା, ଆମେ ଗାଁ ରାସ୍ତା ଦେଇ ଆସିଲା ବେଳେ ଆମେ ଦେଖିଲୁ ଆମ ଗାଁ ସଜାଯାଉଛି। ତମେ ଜାଣିଛ କି କାହିଁକି ଆମ ଗାଁ ସଜାଯାଉଛି? କାଲି ପରା ପଣା ସଂକ୍ରାନ୍ତି, ସେଥିପାଇଁ ଆମ ଗାଁ ସଜାଯାଉଛି। ଅଜା, ଏ ପଣା ସଂକ୍ରାନ୍ତି କ'ଣ? ତମେମାନେ ପଣା ସଂକ୍ରାନ୍ତି କ'ଣ ଜାଣିନ? ହଉ, ମୁଁ କହୁଛି, ତମେମାନେ ଶୁଣ। ବିଷୁବ ସଂକ୍ରାନ୍ତିକୁ ନୂଆବର୍ଷର ପ୍ରଥମ ଦିନ। ଓଡ଼ିଶାର ବିଷୁବ ସଂକ୍ରାନ୍ତି ଠାରୁ ନୂଆବର୍ଷର ଗଣନା କରାଯାଏ। ସଂକ୍ରାନ୍ତି ହେଉଛି ମାସର ପ୍ରଥମ ଦିନ। ଭାରତରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତି ଅନୁସାରେ ଦୁଇ ପ୍ରକାର ମାସ ଗଣନା କରାଯାଏ। ସଂକ୍ରାନ୍ତି ଠାରୁ ମାସନ୍ତ ପର୍ଯ୍ୟନ୍ତ ମାସକୁ ସୌର ମାସ ଓ ପ୍ରତିପଦ ତିଥି ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସକୁ ଚନ୍ଦ୍ର ମାସ କୁହାଯାଏ। ବର୍ଷକ 12 ମାସ। ମାସଗୁଡ଼ିକର ନାମ ହେଲା ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ ଓ ଚୈତ୍ର। ଏହି 12 ମାସରେ 12ଟି ରାଶି ଭୋଗ କରନ୍ତି। ଜ୍ୟୋତିର୍ବିଜ୍ଞାନ ଅନୁସାରେ ବୈଶାଖ ମାସଠାରୁ ଚୈତ୍ର ମାସ ପର୍ଯ୍ୟନ୍ତ ମାସଗୁଡ଼ିକ ଯଥାକ୍ରମେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ ନାମରେ ଅବହିତ। ତେଣୁ ବୈଶାଖ ମାସ ମେଷ ମାସ କହନ୍ତି। ବୈଶାଖ ମାସର ପ୍ରଥମ ଦିନଟି ବିଷୁବ ସଂକ୍ରାନ୍ତି। ଏହାକୁ ମଧ୍ୟ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ଏହି ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହନ୍ତି। ଉତ୍ତର ଭାରତରେ ଏହା ବିଷୁବ ନାମରେ ଅବହିତ ଓ ଓଡ଼ିଶାରେ ଏହାକୁ ପଣା ସଂକ୍ରାନ୍ତି କୁହାଯାଏ ଓ ଦକ୍ଷିଣ ଭାରତରେ ଏହା ସକର ପୋଙ୍ଗଲ କହନ୍ତି। ସୂର୍ଯ୍ୟ ଯେଉଁଦିନ ବିଷୁବ ରେଖା ଉପରେ ରହନ୍ତି ତାହାକୁ ବିଷୁବ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ବର୍ଷକ ମଧ୍ୟ ସେହି ଦୁଇ ଦିନ ଦିନ ଓ ରାତି ସମାନ ହୁଏ। ମେଷ ସଂକ୍ରାନ୍ତିକୁ ମହାବିଷୁବ ଓ ତୁଳା ସଂକ୍ରାନ୍ତିକୁ ଜଳ ବିଷୁବ କହନ୍ତି। ଧର୍ମଶାସ୍ତ୍ର ଦୃଷ୍ଟିରୁ ଏହା ଏକ ପବିତ୍ର ଦିବସ। ଏହି ବିଷୟରେ ଏକ ସୁନ୍ଦର କାହାଣୀ ଅଛି। ମହାଭାରତ ଯୁଦ୍ଧରେ କୌରବମାନଙ୍କ ପକ୍ଷରୁ ଭୀଷ୍ମ ଯୁଦ୍ଧ ପରିଚାଳନା କରୁଥିଲେ। ସେ ଥିଲେ କୌରବ ଓ ପାଣ୍ଡବଙ୍କ ଉଭୟଙ୍କ ପିତାମହ। ଶିଖଣ୍ଡୀକୁ ଦେଖିବାରୁ ସେ ଅସ୍ତ୍ରତ୍ୟାଗ କରି ସରଶଯ୍ୟାରେ ଶୋଇଥିଲେ। ଯୁଦ୍ଧ ଶେଷରେ ପାଣ୍ଡବମାନେ ତାଙ୍କ ପାଖରେ ଆସି ପହଞ୍ଚିଥିଲେ। ଭୀଷ୍ମ ଶୋଷରେ ଛଟପଟ ହେଉଥାନ୍ତି। ଅର୍ଜୁନଙ୍କୁ ଦେଖି ସେ ପିଇବା ପାଇଁ ପାଣି ମାଗିଲେ। କିନ୍ତୁ କୁରୁକ୍ଷେତ୍ର ଯୁଦ୍ଧଭୂମିର ଆଖପାଖରେ ପାଣି ବା ଆସିବ କେଉଁଠୁ? ଅର୍ଜୁନ ନିରୁପାୟ ହୋଇ ପୃଥିବୀ ଗର୍ଭକୁ ଏକ ସର ନିକ୍ଷେପ କଲେ। ଚାହୁଁ ଚାହୁଁ ହଠାତ୍ ସେଠାରୁ ଏକ ଝରଣା ବାହାରିଲା। ସେହି ଝର ଜଳ ପିଇ ଭୀଷ୍ମ ସନ୍ତୁଷ୍ଟ ହେଲେ। ଦେହତ୍ୟାଗ କରିବା ପୂର୍ବରୁ ଭୀଷ୍ମ କହିଲେ, ଯୁଧିଷ୍ଠିର, ଯେଉଁମାନେ ବିଷୁବ ସଂକ୍ରାନ୍ତି ଦିନ ତୃଷାର୍ତ୍ତ ଜୀବନକୁ ଜଳ ଦେବେ ସେମାନେ ସମସ୍ତ ରୋଗ ଶୋକରୁ ମୁକ୍ତି ପାଇବେ। ଦେବତା ଓ ପିତୃଗଣଙ୍କ ଆଶୀର୍ବାଦ ଲାଭ କରି ସେମାନେ ଖୁସି ହେବେ। ସେହି ଦିନଠାରୁ ଜଳଛତ୍ର ଦେବାର ପରମ୍ପରା ଚଳି ଆସୁଛି। ଓଡ଼ିଶାରେ ବିଷୁବ ସଂକ୍ରାନ୍ତି ଦିନଟି ମହା ଆଡ଼ମ୍ବରରେ ପାଳନ କରାଯାଏ। ସଂକ୍ରାନ୍ତି ଦିନଠାରୁ ବୈଶାଖ ମାସ ସାରା ତୁଳସୀ ଧାତ୍ରୀ, ଅଶ୍ୱତ୍ଥ ଓ ବରଗଛ ମୂଳରେ ଏବଂ ଦେବାଦେବୀ ମନ୍ଦିରରେ ଠାକୁର ଓ ଠାକୁରାଣୀଙ୍କ ଉପରେ ଜଳଧାର କରାଯାଏ। ଜଳଧାର ପାଇଁ ତିଆରି ହୋଇଥିବା କଳସୀ ଗୋଟିଏ ବା ଠିକିକୁ ଚିତ୍ର କରାଯାଏ। ପାତ୍ରଗୁଡ଼ିକର ତଳ ଭାଗରେ ଏକ କଣା ଥାଏ। ସେହି କଣାରେ ଦିଆଯାଇଥିବା ଦୁବ, କୁଶ, ତୃଣ ଦେଇ ବିନ୍ଦୁ ବିନ୍ଦୁ ହୋଇ ଜଳ ଝରେ। ପ୍ରଖର ସୂର୍ଯ୍ୟତାପରୁ ଜଗତକୁ ରକ୍ଷା କରିବା ଏହି ଜଳଧାରାର ମୂଳ ଲକ୍ଷ୍ୟ। ଏହାକୁ ବସୁନ୍ଧରା ବା ବସୁଧାରା କହନ୍ତି। ବିଷୁବ ସଂକ୍ରାନ୍ତି ଦିନ ଓଡ଼ିଶାରେ ଘରେ ଘରେ ପଣା ତିଆରି ହୁଏ। ବେଲ, ଦହି, ଛେନାକୁ ନେଇକି ପଣା ପ୍ରସ୍ତୁତ କରାଯାଏ। ଏହି ଦିନ ପଣା, ବସ୍ତ୍ର, ଭୋଜନ, ବ୍ରାହ୍ମଣ ତଥା ଗରିବ ଲୋକଙ୍କୁ ଦାନ କରି ଲୋକେ ଖୁସି ହୁଅନ୍ତି। ଓଡ଼ିଶାରେ ବିଷୁବ ସଂକ୍ରାନ୍ତି ଦିନ ନାନା ପ୍ରକାରର ଯଜ୍ଞ, ପୂଜା, ହୋମ ଅନୁଷ୍ଠିତ ହୋଇଥାଏ। ଚୈତ୍ର ମାସରେ ଆରମ୍ଭ ହୋଇଥିବା ଝାମୁ ଯାତ୍ରା, ପାଟଯାତ୍ରା, ଦଣ୍ଡଯାତ୍ରା, ଉଡ଼ାଯାତ୍ରା ପ୍ରଭୃତିର ବିଷୁବ ସଂକ୍ରାନ୍ତି ଦିନ ଉଦ୍ଯାପନା କରାଯାଏ। ଓଡ଼ିଶାର ବିଭିନ୍ନ ଦେବାଦେବୀ ପୀଠ, ତୀର୍ଥକ୍ଷେତ୍ର ବ୍ୟତୀତ ପ୍ରତ୍ୟେକ ଗ୍ରାମରେ ବିଷୁବ ସଂକ୍ରାନ୍ତି ଦିନଟି ଆନନ୍ଦ କୋଳାହଳରେ ପୂରିଯାଏ। ତମେମାନେ ଏବେ ବୁଝିପାରିଲ ତ ପଣା ସଂକ୍ରାନ୍ତି ଆଉ ବିଷୁବ ସଂକ୍ରାନ୍ତି ଦିନ ବିଷୟରେ?
जदि आम भिडटी आ गपटी भल लगी थाए आपको लाइक शेयर सब्सक्राइब करने को जमा भूलिए नहीं।